ବର୍ତ୍ତମାନ ଆସିଛି କଟକ ଜିଲ୍ଲା ବାଙ୍କି ବ୍ଲକ ଅନ୍ତର୍ଗତ ବୈଦ୍ୟେଶ୍ୱର ପଞ୍ଚାୟତ ବଡ଼ସାହି ବୈଦ୍ୟେଶ୍ୱର ବଡ଼ସାହିରେ ଏଠି ଖବର ପାଇଲୁ ଯେ ବୈଦ୍ୟେଶ୍ୱର ବଡ଼ସାହିରେ ଗୋଟେ ଛୋଟ ଶିଶୁ ପିଲା ଯାହାକି ତାକୁ ବୟସ 13 ବର୍ଷ ହୋଇଯାଇଛି। 1.5 ବର୍ଷ ପରେ ସେ ବିକଳାଙ୍ଗ ଅବସ୍ଥାରେ ଆସିକି ପହଞ୍ଚି ଏବଂ ଏ ବିଷୟରେ ଆମେ ତାଙ୍କ ପରିବାର ବର୍ଗ ସମସ୍ତେ ବସିଛନ୍ତି। ଆମେ ତାଙ୍କଠୁ ପଚାରି ବୁଝିବା ଯେ ପ୍ରକୃତ କ'ଣ ଘଟିଛି ଘଟଣା। ଆଜ୍ଞା ଆପଣଙ୍କର ପରିଚୟଟା ଟିକେ ଦିଅନ୍ତୁ। ଶୈଳବାଳା ମଳିକ, ସ୍ୱାମୀ ଜିତେନ୍ଦ୍ର ମଳିକ। ମୁଁ ଆଜି ପର୍ଯ୍ୟନ୍ତ ମୋ ପୁଅର କିଛି ବି ଗଭର୍ଣ୍ଣମେଣ୍ଟ ତରଫରୁ ପାଇପାରିନି। ଆଚ୍ଛା, ପୁଅର ଯେଉଁ ଏଇ ଗୋଡ଼ ହାତ ଯେଉଁ ଅବସ୍ଥା ଏମିତି ହେଲା, ଏଇଟା କେତେ ବର୍ଷ ପରେ ହେଲା? 1.5 ବର୍ଷ ପରେ। ଆଚ୍ଛା, 1.5 ବର୍ଷ ପରେ ମାନେ କ'ଣ କେମିତି ହେଲା? କେମିତି କୁକୁର କାମୁଡ଼ିଥିଲା କ'ଣ କେମିତି ହେଲା, ଆମେ ତ ଟ୍ରିଟମେଣ୍ଟ କରିବାକୁ ନେଇଥିଲୁ ମେଡ଼ିକାଲ। କୁକୁର କାମୁଡ଼ିଲା ପରେ ଆପଣମାନେ ମେଡ଼ିକାଲ ନେଇଥିଲେ? ମେଡ଼ିକାଲ ନେଇଥିଲୁ। ଆଚ୍ଛା, ମେଡ଼ିକାଲରେ କ'ଣ ଡକ୍ଟର କହିଲେ ଯେ କିଛି ନାହିଁ, ଭଲ ହେଇଯିବ, ଆଉ ତୁମେ ବ୍ୟସ୍ତ ହୁଅନି। ତାପରେ ଆମକୁ 1 ମାସ ରଖିଲା ପରେ ତାପରେ କହିଲେ ଯେ ନାଇଁ ପିଲା ଭଲ ହେଇପାରିବନି, ତୁମେ ନେଇକି ଆଉ କୋଉଠିକି ଯାଅ। ଆମେ ନେଇକି ଗଲୁ କଟକ ଶିଶୁ ଭବନ, ସେଠି ମାସେ ରହିଲୁ। ସେଠି ପୁଅ ବି ଭଲ ହେଇପାରିଲାନି। ଏମିତି କେତେଟା ଜାଗା ବୁଲି ବୁଲିକା କେତେ ମେଡ଼ିକାଲ ବୁଲି ବୁଲିକା ଏବେ ଘରେ ପକେଇକି ରଖୁଛୁ। କେତେ ମେଡ଼ିକାଲ ବୋଲି ନାଁ କହିପାରୁନୁ? ଆଚ୍ଛା, ମେଡ଼ିକାଲ ନେଲେ ତାପରେ କ'ଣ କେମିତି ହେଲା? ତାପରେ ଏଠୁ ଘରେ ଆଣିକି ରଖିଛୁ। ପୁଅ ତ ଭଲ ହେଇପାରିଲାନି, ଆଉ କୁଆଡ଼େ ପଇସା ପତ୍ର ବି କେତେ ଟଙ୍କା ଖର୍ଚ୍ଚ କଲୁ, ତ ଚୁଲା ରୂପା ଯାହା ଥିଲା ବିକିବା ଆଣିକି। ତାପରେ ଏବେ ଆଉ ସକ୍ଷମ ନାହିଁ କୁଆଡ଼େ ନେଇକି ଭଲ କରିବାର। ଆଚ୍ଛା, ପୁଅର ବାପା କ'ଣ କରନ୍ତି? କ'ଣ କେମିତି ଇନକମ୍ କରୁଛନ୍ତି? କ'ଣ କେମିତି ଚଳୁଛ? ଆସ୍ତିକ ବାଡ଼ି ତାଙ୍କ ଇନକମ୍ ବି ଭଲ ନୁହଁ। ସେ ତାଙ୍କର ବି ଗାଡ଼ି ଆକ୍ସିଡେଣ୍ଟ ହେଇଥିଲା ମଝିରେ। ତାଙ୍କ ମୁଣ୍ଡ ବି ଏବେ କାମ କରୁନି। ଜମିବାଡ଼ି କିଛି ନାହିଁ, ଯାହା ଖଟିଲେ ଖାଇବ, ନହେଲେ ଉପାସ ରହିବ। ଆଚ୍ଛା, ଆମର ରାସନ କାର୍ଡ଼ ଚାଉଳ କେତେ ପାଉଛନ୍ତି? ରାସନ କାର୍ଡ଼ ଚାଉଳ 10 କିଲୋ ପାଉଛି। ଆପଣ କେତେ 3 ଜଣ 10 କିଲୋ କ'ଣ ବି ପାଉଛନ୍ତି? ସାନ ପୁଅ ବଡ଼ ପୁଅ ତ ନାଁ ଥିଲା ରାସନ କାର୍ଡ଼ରେ, ତାର ଆଉ ମିଳିଲାନି। ଆଧାର କାର୍ଡ଼ ନାହିଁ, ତାର କାଟି ନେଇଗଲେ 4-5 ବର୍ଷ ହେଲା କଟେଇ ଦେଇଥିଲେ। ଆଚ୍ଛା, ଯେଉଁ ପୁଅ ଚତୁର୍ଥରେ ପଢ଼ୁଛି ତାର ସାନ ପୁଅର ଆଜି ପର୍ଯ୍ୟନ୍ତ କହୁଛନ୍ତି ଆସି ହେବ ଏ ପର୍ଯ୍ୟନ୍ତ ହେଇନି। ଏବେ ଅନଲାଇନ୍ କରିଥିଲି, କହିଲେ ଏବେ ଚାଉଳ ପାଇବ। ଆଚ୍ଛା, ଆମର ଯେତେବେଳେ ପୁଅର ଏ ଅବସ୍ଥା ହେଲା, ଏ ବିଷୟରେ ଆପଣ କାହାକୁ ଅବଗତ କରିଥିଲେ ବା କାହାକୁ ଜଣାଇଥିଲେ? ଆପଣଙ୍କର ପଞ୍ଚାୟତରେ ସରପଞ୍ଚ କିମ୍ବା ପିଓ? ଜଣାଇଥିଲି, ସରପଞ୍ଚ କହିଲେ ହଁ ହେବ କହିକି ସେ ବି କିଛି କରେଇଥିଲେନି। ତାପରେ ପିଓ ସାର୍ କହିଲେ ହଉ ସାର୍ଟିଫିକେଟ୍ ଆଣିଲେ ମୋତେ ଦେବ, ମୋର ମୁଁ ଭତ୍ତାଟା କରେଇଦେବି। ସିଏ କହିଠୁ ତାଙ୍କୁ ସାର୍ଟିଫିକେଟ୍ ଯେମିତି ଆସିଲା ତାଙ୍କୁ ନେଇକି ଦେଲି। ସିଏଠୁ କହିଲେ ହଉ ତାହେଲେ ଅନଲାଇନ୍ରେ ଆପ୍ଲାଏ କରିବ। ଅନଲାଇନ୍ ଜନସେବା କେନ୍ଦ୍ର ଗଲା ଆସି ସିଏଠୁ କହିଲେ ଯେ ଆଧାର କାର୍ଡ଼ ନାହିଁ, ହେଇପାରିବନି। ସେଠି ବି ନିରାଶ ହେଇକି ଆସିଲି। ଏବେ ଆଉ କିଛି ବି ସହାୟତା ପୁଅ ପାଉନି। ମୁଁ ଚାହୁଁଛି ମୋ ପୁଅର କିଛି ଗଭର୍ଣ୍ଣମେଣ୍ଟ ତରଫରୁ କିଛି ସାହାଯ୍ୟ ପାଉ, ଆଉ ତାପରେ ତା ଭତ୍ତାଟା ବି ହେଇଯାଉ, ଚାଉଳଟା ହେଇଯାଉ। ଆଜ୍ଞା, ଆପଣଙ୍କର ପରିଚୟଟା ଟିକେ କୁହନ୍ତୁ। ମୁଁ ସଞ୍ଜୁ ମାହାଳିକ, ଆଉ ଜିତେନ୍ଦ୍ର ମୋର ବଡ଼ ପୁଅ। ଏମିତି ତ ଶୁଣୁଛ ଦେଖୁଛ, ଆଉ ମୋ ଝିଅଟା କ'ଣ କହିବି। ମୋ ନାତିକି ଚାରିଆଡ଼େ ନେଇକି ଗଲି, ବାଙ୍କିରେ ଯେତେ ଥର କ୍ୟାମ୍ପ ହେଲା ନେଇକି ଗଲି, ସେଠି କେହି କିଛି କରେଇ ଦେଲେନି। ତା ସାଥିରୁ କେତେ ପିଲା କେତେ କ'ଣ ପାଇଲେ। ମୁଁ ଅବିକା ରହିକା ଏବେ ନେଇକି ଯିବାରୁ ତାର ଏଇ ସାର୍ଟିଫିକେଟ୍ଟା ଏବେ ଆସିଛି। ଯଦି ଏଇ ସାର୍ଟିଫିକେଟ୍କୁ ଧରିକି ଯାହାକୁ ଯାହା କହୁଛି, ସେ ଖାଲି କହୁଛନ୍ତି ଆଧାର କାର୍ଡ଼। ଆଧାର କାର୍ଡ଼ ତ ତାର ହେଇପାରୁନି। ମୁଁ ଯେତେ ଯୋଉଠିକି ନେଇକି ଯାଉଛି ଫେରିକି ଆସୁଛି। ସରକାର ତ ସହାୟତା ମିଳିଲେ ଆପଣଙ୍କ ନାତି ଭଲ ହେବ ବୋଲି କିଛି ଆଶା ରଖିଛନ୍ତି? କିଛି ଆଶା ରଖିଛୁ, କିଛି ସାହାଯ୍ୟ ମିଳିଲେ କେଜାଣି କେଉଁଠିକି ନେଇକି ଗଲେ କିଛି ହେଇପାରିବ ବୋଲିକି। ଏମିତି ତ ନିରାଶା ହେଇକି ରହିଛୁ, ଧନ ସମ୍ପତ୍ତି କିଛି ନାହିଁ ବୋଲିକି। କିଛି ମିଳିଲେ କେଉଁଠିକି ନେଲେ କିଛି ବି ଭଲ ହେଇପାରନ୍ତା, କି ତାହାର କିଛି ଭଲ ନହେଲେ ଯଦି ଖାଲି ଟିକେ ବସିପାରନ୍ତା, ଯଦି ଆମେ ଜାଣନ୍ତୁ ଯେ ହଁ ପିଲାଟା ବସି ପଡ଼ୁଛି, ଆଉ ଏକା କତରା ହେଇକି ସେ ପଡ଼ି ରହିଛି। କାହିଁକି ନା ଆମର ଆଶ୍ରୟ ନାହିଁ, ନିରାଶ୍ରା। ନା ଜମି ଅଛି, ନା ଘର ଅଛି, ନା କ'ଣ ଅଛି। ଯେଉଁ ଘରଟିକରେ ଅଛୁ ଯଦି ସେଇ ଘରଟିକ ଆମର ନୁହେଁ। ଆଜ୍ଞା, ଆପଣମାନେ ତ ଶୁଣିଲେ। ଆମେ ବର୍ତ୍ତମାନ ଆସିଥିଲୁ ଯେଉଁ ବୈଦ୍ୟେଶ୍ୱର ବଡ଼ସାହି, ଆମର ଗୋଟେ 13 ବର୍ଷର ପିଲା ଯାହାକି ସମ୍ପୂର୍ଣ୍ଣ ଭାବେ ଶରୀର ବିକଳାଙ୍ଗ ଶରୀର। ଇଏ 1.5 ବର୍ଷ ପରେ ଗୋଟେ କୁକୁର କାମୁଡ଼ି ଦେଇଥିଲା, ଯାହାକି କୁକୁର କାମୁଡ଼ି ଦେବା ପରେ ହସ୍ପିଟାଲ ଯାଇଥିଲେ। ହସ୍ପିଟାଲରେ ଚିକିତ୍ସା ମଧ୍ୟ ହୋଇଥିଲେ, ଚିକିତ୍ସାରେ ଫେଲ୍ ଖାଇଥିଲେ। ଏବଂ ଫେଲ୍ ଖାଇବାର କାରଣ ହେଲା କ'ଣ, ତାଙ୍କ ପାଖରେ ଯାହା ଯେତିକି ଅର୍ଥ ଥିଲା ସେତକ ଅର୍ଥ ସରି ଏବଂ ଆଉ କିଛି ଅଧିକ ଅର୍ଥ ତାଙ୍କ ଉପରେ ଲୋଡ଼ ହୋଇଗଲା, ଯାହାକି ସେମାନେ ତ ଗରିବ ଲୋକ, କିଛି ଆଉ ମେଡ଼ିକାଲରେ ଦେଖାଇ ପାରିଲେ ନାହିଁ। ଘରକୁ ଆଣିଲେ, ଆଶା ବାନ୍ଧିକି ଠାକୁରଙ୍କ ପ୍ରତି ଧ୍ୟାନ ରଖିକି ଘରକୁ ଆଣିଲେ।
କିନ୍ତୁ ଘରକୁ ଆଣିକି କିଛି ଦିନ ରଖିଲା ପରେ ପୁଅର এই ଅବସ୍ଥା ଆଜିକି ହୁଏତ 11 ବର୍ଷରୁ ଉର୍ଦ୍ଧ୍ୱ ଜିନିଷ ହେଇଗଲାଣି। କିନ୍ତୁ ସ୍ଥାନୀୟ ସରପଞ୍ଚ ଏବଂ ପିଓ ପଞ୍ଚାୟତରେ ଯିଏ ଆମର ଜିଲ୍ଲା ପରିଷଦଠୁ ଆରମ୍ଭ କରିକି ବିଭିନ୍ନ ପ୍ରକାର ନେତାମାନଙ୍କୁ ମଧ୍ୟ ସେ କୁହାପଛା କରିଥିଲେ, କିନ୍ତୁ ତାଙ୍କ କାର୍ଯ୍ୟ ବିଫଳ। କୌଣସି ପ୍ରଶାସନିକ ତରଫରୁ ଯାଇନାହାନ୍ତି। କିନ୍ତୁ ଏ ନ୍ୟୁଜ୍ ପ୍ରସାରଣ ପରେ ବା ଏ ଖବର ପ୍ରସାରଣ ପରେ ଆମର ବାଙ୍କୀ ଉପଜିଲ୍ଲାପାଳ, ବିଡ଼ିଓ ଏବଂ କଟକ ଜିଲ୍ଲାପାଳ, ଦରକାର ପଡ଼ିଲେ ହୁଏତ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏ ଖବର ପ୍ରସାରଣ ପରେ ଯଦି ଏ ଗରିବ ଲୋକକୁ କିଛି ଯଦି ସହାୟତା ମିଳନ୍ତା ବା ମିଳିବ ବୋଲି ସେମାନେ ଆଶା ରଖିଛନ୍ତି, ମିଳିଲେ କୌଣସି ହସ୍ପିଟାଲରେ ଦେଖାଇ ଚିକିତ୍ସା କରିବେ ବୋଲି ସେମାନଙ୍କର ଆଶା ବାନ୍ଧି ରଖିଛନ୍ତି। କଟକ ଜିଲ୍ଲା ବାଙ୍କିରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ, ବ୍ରହ୍ମକଳା ନ୍ୟୁଜ୍। ଭଲ ଉଠୁ ଖାଇବୁ ଲୋ ରୁଦ୍ର ଏ ରୁଦ୍ର ଏଇଠି ଉଠୁ କେତେ ନିଦ ହେଉଛି ଏଥରକ ରୁଦ୍ର ଉଠୁନୁ ଏ ରୁଦ୍ର ଉଠି ପଡ଼େ